শ্রীমন সত্যনারায়ণ মহাপ্রভুঙ্ক প্রীতি অর্থে আনন্দে কবার হরে হরে বল। কল্যাণময়ী জগৎ বন্দিয়া পরমেশ্বরী ভগবতী ঝুঙ্কড়বাসিনী মা শারদাঙ্কর প্রীতি অর্থে মা ভগবতীঙ্ক প্রীতি অর্থে বুঙ্গল আনন্দে কবার হরে হরে বল। বাল বৃদ্ধ বনিতা মানঙ্কর করন্তু কল্যাণ শ্রী সত্যনারায়ণ মহাপ্রভু এই পবিত্র গ্রামবাসী গালুয়া গ্রামর মঙ্গল করন্তু জগন্নাথ মহাপ্রভু হরে হরে বল। মালু পাতক হারিণী দেবী প্রণমামি হরিপ্রিয়ে নাসি স্থান মাসনা গঙ্গধিষ্ঠানে নহিত বহ অশুদ্ধ নিধন জান্তু প্রণম্যন্তি তব পদাম্বুজং এতদ পার্থিত্ব দেবী ত্বমেক শরণহীন। মাত গো শৈল যে মা যা 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 মাত গো শৈল যে মা মা সুধাংশু ভূষণ বামা মাত গোসাইল যে মা সুধাংশু ভূষণ বামা মাত গোসাইল যে মা মহেশ্বরী ভগবতী মহেশ্বরী ভগবতী বিঘ্ন বিনাশিনী উমা মাত গোসাইল যে মা মা সুধাংশু ভূষণ বামা মাত গোসাইল যে মা মালুম মারিলু তু চণ্ড মুন্ড ভাঙ্গি অসুর গারি মা মারিলু তু চণ্ড মুন্ড ভাঙ্গি অসুর গারি মা মালিকা করিছু বলে মালিকা করিছু বলে কালী পুত্র নামা মাত গোসাইল যে মা মা শ্রদ্ধাংশু ভূষণ বামা মাত গোসাইল যে মা মান্ত্রিক বিপ্রে পূজিত বিপ্রে প্রজিত বর্ণিব গুণ সীমা বনিব দুনতি মা বর্ণিব কে গুণ সীমা মাধুরী রে যে অলক্ষ্য মাধুরী রে যে লক্ষ্য মাত গোসাইল যে মা সুধাংশু ভূষণ বামা মাত গোসাইল যে মা মার্জনা কর মা দোষ মা কর দোষ দোষ ইন্দ্রজিত মধ্য মার্জনা কর মা দোষ মা কর দোষ মুগেন্দ্র জিতে মধ্যে মা আগু অছি কর যোড়ি মাগো অছি কর যোড়ি আগু অছি কর যোড়ি মাগো অছি কর যোড়ি মালু হা 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 মুম্মা
নটবর ক্ষত্রি ক্ষমা মাতব লেখিলে বৈদেহী রমণ বিভূষণ বিভু বিষ্ণু রূপম হরি প্রতিপোষণ করাম বিদ্যাধরীর অর্চিত হংস করম বিরঞ্চি ক্ষণকম বিশ্বাত্মকম ব্যাপকম সাঙ্গীর সোনারদাদি মুনি ভি বন্দিয়া মোহে রাখব ধীরে ধীরে ফকিরা ধাড়ি কি উন্ড অন্না না বসি যাস বঢ়িয়া জিনিসটে মু আজ এতে দিন পরে এই গালুয়া অনুষ্ঠান দেখিବାକୁ পাইলি গোটিଏ অনুষ্ঠাନ ଅଛି ଘଟଗାଁ ତାରିଣୀ ମନ୍ଦିର ଗାୟକକୁ ବହିନା ଦେଲା ବେଳେ ଗୋଟିଏ ପ୍ରେମ ପତ୍ରଟିଏ ଦେଇକି ଛାଡ଼ିଦେବେ ପ୍ରଥମ ଦିନ ହବ ଆଦି ରସ ଦ୍ୱିତୀୟ ଦିନ ହବ ବୀର ରସ ତୃତୀୟ ଦିନ ହବ ଶୃଙ୍ଗାର ରସ ଚତୁର୍ଥ ଦିନ ହବ ଶାନ୍ତି ରସ ପଞ୍ଚମ ଦିନ ହବ ଭକ୍ତି ରସ ଷଷ୍ଠ ଦିନ ଗାୟକ ତା ମନ ଇଚ୍ଛାରେ ଯାହା ଗାଇବ ସପ୍ତମ ଦିନ ପୂର୍ଣ୍ଣାହୁତି ଏ ଗାଁକୁ ଭଲ ଲାଗିଲା କିନ୍ତୁ ଏ ଜିନିଷଟା ଯେମିତି କାଢିବନି ମୁଁ ଏଇଥିପାଇଁ ଉଠିକି ଦିଥର ଯାଇକି ପଢିଲିଣି ପ୍ରଥମ ଗାୟକ ଯୋଉ ବିଷୟ ଆରମ୍ଭ କରିବେ ଦ୍ୱିତୀୟ ଗାୟକ ସେଇ ବିଷୟ ଅବଶିଷ୍ଟାଂଶ ପ୍ରଥମରୁ ଆରମ୍ଭ କରି ବିଭିନ୍ନ ଅଳଙ୍କାର ଦେଇ ପରିବେଷଣ କରିବେ ଏଇଟା ଯେମିତି କାଢିବନି ଏ 5 ଦିନ ଯାକ ରହିବ ଗାୟକ ସନାତନ ଦାସ ମୋ ପାଖରେ ଶରୀର ଦୁର୍ବଳ ଗାଡି ଆକ୍ସିଡେଣ୍ଟ ହେଲା ପାଳିଆ ମରିଗଲା ଏଇ ଗାଲୁଆ ଗାଁ ବାଲା ଯାଇ ଭଗବତୀ ମନ୍ଦିରରେ ମତେ ନେଇକି ପୂଜା କରିକି ଠାକୁରଙ୍କ ଗୋଟେ ଭୋଗ ବସେଇଲେ ନହେଲେ ବି ମୁଁ ଗାଲୁଆ ଆସିନଥାନ୍ତି ଏ ବର୍ଷ କାରଣ ମୋ ଶରୀର ସୁସ୍ଥ ନାହିଁ ଦଳମେଳ ଗାୟକର ପାଲା ସିନା ପଇଲେ ପାଳିଆ ମାନେ ରହିଲେ ସେମାନେ 2 ପଇସା ପାଇବେ ମୁଁ ତ ପାଲା ଗାଇବିନି ପାଳିଆ ମାନଙ୍କୁ ମନା କଲି କହିଲି ବାବୁ ଯିଏ ଯୁଆଡେ ପାଉଛ ଯା ବୁଲିକି ପାଲା ଗାଇ ପାରିବିନି ଏବେ ମଞ୍ଚକୁ ଆସୁ ଆସୁ ମୋ ସ୍ତ୍ରୀ ଫୋନ କଲେ କହିଲେ ପେଣ୍ଡାଲକୁ ଯାଉଛ ମୁଁ କହିଲି ହଁ ତମକୁ ମୋ ରାଣ ବେଶୀ ଜୋରରେ ରଡିବନି ତାମାନେ କଣ সোনা ଦାସକୁ ମୁଁ ଛାଡ଼ିଦେବି 4 ଜଣ ନୁହଁ କାଲି ଆଉ ଗୋଟାକୁ ବାହାରି କରିଦେବି 3 ଜଣରେ ପାଲା ଗାଇବି ମନେ ରଖ ସନାତନ ଦାସ ଭାବନା ମୁଁ ଜାନୁ ହରା ହୋଇଛି ଦୁର୍ବଳ ଭାଷା ଗୋଳ ମାଳ ହେଲେ ହେବି ମୁଁ ପ୍ରବଳ ଥରେ ଯଦି ଭୁଲ ହେଇଗଲା ସବୁ ଭୁଲ କରିଦେବି ଆରମ୍ଭ କଲ ପାଲା ଭଗବାନ ରାମ ରାମ କିଏ ଚିହ୍ନିଛ କୋଉ ରାମ କହିପାରିବ ପ୍ରକୃତ ରାମ କିଏ ସେ ଏ ପରଶୁରାମ କୋଳେ ରାମ ନୁହଁ ଯମଦଗ୍ନି ପୁଅ ରାମ ନୁହଁ ଆଉ ତାହେଲେ ସେ କିଏ ଯେତେ ରାମ କେହି ରାମ ନୁହନ୍ତି ଦଶରଥ ପୁଅ ରାମ ନୁହଁ ଯଦି ନୁହଁ ତାହେଲେ ଏ ପଦଟା କାହିଁକି ଗାଇଲ ଦେବମାନବ ହିତ କାର୍ଯ୍ୟେ ଯାଉ ଜନ୍ମିଲେ ଦଶରଥ
କାହିଁକି ଗାଇଲ? ଦେବ ମାନବ ମାନଙ୍କର ହିତ ସାଧନ କରିବା ପାଇଁ ହଁ ଦଶରଥ ବୀର୍ଯ୍ୟରେ ଜନ୍ମ ହେଲେ। ହଁ ହେଲା। ଭଗବାନ ରାମ। ଦଶରଥ କିଏ କିଏ ସେ? ଆମେ ଚିହ୍ନିଛେ? ନା। ଆଜି ଆମେ ମହାତ୍ମା ଗାନ୍ଧୀ କି ଜୟ କହିକି ସ୍ୱାଧୀନତା ଦିବସ ପାଳନ କରୁଛେ। ଆମ ପିଲାମାନେ ଆଉ 50 ବର୍ଷ ପରେ ମହାତ୍ମା ଗାନ୍ଧୀ କି ଭଗବାନ କହିକି ପୂଜା କରିକି ପୁଣି ମନ୍ଦିର ତିଆରି କରିବେ। ତାହେଲେ ମହାତ୍ମା ଗାନ୍ଧୀ କଣ? ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀର କର୍ମ କଣ ଥିଲା? ଆମ ପିଲା କଣ ଜାଣିଛନ୍ତି? ପୂଜା କରିବେ। ସେଇଭଳି ହଉଛି ଭଗବାନ ରାମ ଜନ୍ମ ନେଇଛି ଦେବ ମାନବ ହିତ କାର୍ଯ୍ୟ। ଦେବତା ମାନଙ୍କ ପାଇଁ ମାନବ ମାନଙ୍କ ପାଇଁ ହିତ କାର୍ଯ୍ୟରେ ସେମାନଙ୍କର ମଙ୍ଗଳ ପାଇଁ କଣ ରାମ ଜନ୍ମ ହେଲେ? ଆଜ୍ଞା ଏ ଠିକ? ଯଦି ଏହା ଠିକ ଆଚ୍ଛା ଆପଣ ଯେତିକି ଜ୍ଞାନୀ ମାନେ ଟିକେ ବିଚାର କରନ୍ତୁ। ଓଡିଆ ଭାଗବତରେ ଜଗନ୍ନାଥ ଦାସ କଣ କହିଲେ? କଣ କହିଲେ? କହିଲେ ଦୃଷ୍ଟ ନିବାରି ଶଙ୍ଖ ପାଳୁ ତୁନାଥ ପରମ ଦୟାଳୁ ତୁନାଥ ପରମ ଦୟାଳୁ ତୁନାଥ ପରମ ଦୟାଳୁ। ତାହେଲେ ରାମ କାହା ପାଇଁ ଅବତାର ହେଇଥିଲା? କାହା ପାଇଁ? ତମ ରାମାୟଣ ତ ଉଲ୍ଟା ହେଇଗଲା, ସରିଗଲା ତମ ରାମାୟଣ। ଆଉ ତମେ ଯୋଉ ରାମାୟଣ କହିଲ ଛୋଟ ଛୁଆ ସେମାନେ ବି ଶୁଣିଛନ୍ତି, ଶିଖିଛନ୍ତି। ଦୃଷ୍ଟ ନିବାରି ସନ୍ଥ ପାଳୁ ତୁନାଥ ପରମ ଦୟାଳୁ। ଆଚ୍ଛା, ଯିଏ ଦୁଷ୍ଟକୁ ମାରିବ ସେ ଦୟାଳୁ? ଆଲେକଜାଣ୍ଡାର ଆସିଲା, ହାଣି ହାଣି ଚାଲିଲା ଚାରିଆଡେ। ବିଶ୍ୱ ବିଜୟୀ ବୀର ବୋଲେଇବା ପାଇଁ ଚିନ୍ତା କଲା। ତା ମାନେ ସେ ଭଗବାନ? ଦଶରଥ ବୀର୍ଯ୍ୟରୁ ରାମ ଜନ୍ମ ହେଇନି ନା, ମିଛ। କେମିତି? କହିଲା ଶୁଣରେ ମନ ଭାଇ, ରାମାୟଣଟା କୋଉଠି? କୋଉଠି? ଆମେ କଣ ରାମାୟଣ ଦେଖିଛେ? କିଏ ଲେଖିଛି? ବାଲ୍ମୀକି ଲେଖିଛି। ଆମେ କହିଲେ ବାଲ୍ମୀକି କହିଲେ, କଣ କହିଲେ? ଆମେ କହିଲେ ଉପେନ୍ଦ୍ର ଭଞ୍ଜ କହିଲେ, ହଁ କିନ୍ତୁ ରାମାୟଣକୁ ଆମେ ଚିହ୍ନିଲେଣି? ନା ନା। ରାମାୟଣକୁ ଚିହ୍ନିବା ପାଇଁ ସନାତନ ଦାସ ତମକୁ ଆଉ 20 ବର୍ଷ ଲାଗିବ। ଆହୁରି 20 ବର୍ଷ। ଶୁଣରେ ମନ ଭାଇ, ଏ ଦେହ ଗୋଟି ଅଯୋଧ୍ୟା ବୋলাই ରେ ମୋ ମନୁଆ ବାଇ। ଦଶରଥ 10 ଦ୍ୱାର କହି ମନୁଆ ବାଇ। ଦଶରଥ 10 କହି ମନୁଆ ବାଇ। ଦଶରଥ କିଏ? ନା ତୁ ହଉଛୁ ଦଶରଥ, ମୁଁ ଜଣେ ଦଶରଥ। ଆପଣ ମାନେ ଜଣେ ଜଣେ ବସିଛନ୍ତି ବିଜ୍ଞ ପ୍ରାଜ୍ଞ, ଆପଣ ଜଣେ ଜଣେ ଦଶରଥ। ରଥ ଯାର 10ଟା ସେ ଦଶରଥ। ଆଚ୍ଛା, ରଥର ଅନ୍ୟ ନାମ କଣ? ନା ଅଙ୍ଗ। ଯାର 10ଟା ଅଙ୍ଗ ପ୍ରତି ମୁହୂର୍ତ୍ତରେ କାର୍ଯ୍ୟ କରେ ସେଇ ଦଶରଥ। ଆମ ଅଙ୍ଗ ପ୍ରତି ମୁହୂର୍ତ୍ତରେ କାମ କରୁଛି କାହିଁକି? କାହିଁକି? ନା ଇନ୍ଦ୍ରିୟ ହଉଛି ମଣିଷର 10ଟି। 5 କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ। ଏ 10 ଇନ୍ଦ୍ରିୟ ଏକ ଯେତେବେଳେ ହେଇଯିବ ସେତିକି ବେଳେ ଆପଣ ମାନେ ଜଣେ ଜଣେ ଦଶରଥ ହେବେ। ଆଉ ଯାର 10ଟା ଇନ୍ଦ୍ରିୟ ଠିକ ହେଇଯିବ ତାର କେତେଟା ଭାର୍ଯ୍ୟା ହବ ଜାଣିଛୁ? କେତେଟା? ଏ ପିଲା ଗୁଡାକ ସବୁ ଭୁଲ କଲେ। ଆଉ କଣ ତମେ ସବୁ ମୋର
ଚାରିଆଡେ ବୁଲି ବୁଲି ଯଦି ସବୁ ଫଟୋ ଗୁଡାକୁ ଉଠେଇକି ଚ୍ୟାନେଲରେ ଛାଡିବ ମୋ ବେପାର କେମିତି ଚାଲିବ କିରେ ବିଲେ? ମୋ ଦଣ୍ଡି ବଟକରା ସବୁ ତ ତମେ ଉଠେଇକି ବିକିଲ ଚାରିଆଡେ। ଆଉ ମୁଁ ଏକୁ ଗାଇ ସାରିଲା ପରେ ଯେତେବେଳେ ତମେ ଚ୍ୟାନେଲରେ ଛାଡିବ ତାକୁ ମୁଁ କଣ ଆଉ କୋଉ ମଞ୍ଚରେ ଗାଇପାରିବି? ଅନ୍ୟ ଗାୟକ ମାନଙ୍କର ଉଠା, ମୋର ଟିକେ ଏଥର କମେଇ ଦିଅ। 150 ବିଷୟ ଚ୍ୟାନେଲ ଉଠେଇ ସାଇଲଣି ତମେ ମାନେ, ଆଉ କେତେ ବିଷୟ ମୁଁ ଶିଖିବି? ଗୋଟେ ବହି ଶିଖିବା ପାଇଁ ହେଲେ ଗୋଟେ ରାତି ପାଇଁ ଅତି କମରେ 20,000 ଟଙ୍କାର ବହି ଦରକାର। ଆମେ କୋଉଠୁ ଆଣିବୁ କିରେ ବାପୁ? ନା କୌଶଲ୍ୟା ଯେ କୈକେୟୀ ସୁମିତ୍ରା ଆଦି 3 ରାଣୀ ସେହିରେ ମନୁଆ ବାଇ ଶାନ୍ତି ପ୍ରୀତି ମୈତ୍ରୀ ଯିଏ 10ଟା ଇନ୍ଦ୍ରିୟକୁ ଜାଗ୍ରତ କରିବ, ନିଜେ ଆୟତ କରିବ, ତାର 3ଟା ଭାର୍ଯ୍ୟା ହେବେ। ସେ 3 ଭାର୍ଯ୍ୟା କିଏ? ନା ଜଣେ ହେଲା ଶାନ୍ତି, ଶାନ୍ତି, ଜଣେ ହେଲା ମୈତ୍ରୀ, ମୈତ୍ରୀ, ଜଣେ ହେଲା ପ୍ରୀତି। ପ୍ରୀତି। ଏହା ଆମ ପୂର୍ବଜ ପୁରୁଷ ବାଲ୍ମୀକି 3ଟା ରାଣୀ କରିକି 3ଟା ନାଁ ଦେଲେ। କଣ? କୌଶଲ୍ୟାକୁ କରିଦେଲେ ଶାନ୍ତିର ପ୍ରତୀକ, କୈକେୟୀକି କରିଦେଲେ ମୈତ୍ରୀର ପ୍ରତୀକ, ସୁମିତ୍ରାକୁ କରିଦେଲେ ପ୍ରୀତିର ମୈତ୍ରୀ। କାହିଁକି? କାହିଁକି? ରାମ ଯେତେବେଳେ ବନବାସ ଗଲା, ଦେଖ ପ୍ରୀତି କେମିତି ବାହାରିଲା ତାଠୁ। କେମିତି? କହିଲା ଏ ଲକ୍ଷ୍ମଣ, ଆଜ୍ଞା, ମୁଁ ତୋ ମା, ଭାଇ ଭାଉଜ ନୁହଁ, ସେ ତ ବାପା ମା ବନକୁ ଯାଉଛନ୍ତି, ସେବା କରିବା ତୋର ପରମ ଧର୍ମ। ଉତ୍ତର ଦେଲା ସୁମିତ୍ରା ସେଇଠି। କଣ? କଲା ବୋଇଲା ସୁମିତ୍ରେ ପୁତ୍ର ସେବିଧି ମୁଁ ଶ୍ରୀରାମ ମାନସ ଶ୍ରୀରାମ ମାନସ ଲାଗି, ଆରେ ଭଲା ଶ୍ରୀରାମ ମାନସ ଲାଗି। ଦାସ ଭାବୁଛି ମୋ ଦେହ ଖରାପ ହେଇଯାଇଛି ବୋଲି, କଣ ମୋ ତଣ୍ଟିଟା ଖରାପ ହେଇଯାଇଛି? 5 ଦିନ ତାକୁ ମାରିକି ଯଦି ଖାଇ ନଦେବି ମୁଁ ନୃସିଂହ ଅବତାର। ଉତ୍ତର ଦେଲେ ବଧୁ ଯାଉଛି ସଙ୍ଗେ ବଡ ମାୟା ବି ଅସୁର ପୁବେ। ସୁମିତ୍ରା କହିଲେ ଯା, ପ୍ରୀତି ପ୍ରେମର ଆସରା ବାଣ୍ଟିଲା। କୈକେୟୀ ଆପଣ କହିବେ ମାୟାବିନୀ, ବେଇମାନ, ଗୋଟେ ହାରାମୀ ସ୍ତ୍ରୀ। ରାମ ଭଳିଆ ପୁଅକୁ ବନକୁ ପଠେଇଦେଲା, କିନ୍ତୁ ତା ଭିତର କଥାଟା ଆମେ ଜାଣିପାରିଲେ। ଯେତେବେଳେ ରାବଣ ଜନ୍ମ ହେଲା, ଲଲାଟ ଚକ୍ରରେ ତାର ଗୋଟେ ଜିନିଷ ଲେଖା ହେଇଥିଲା। କଣ ସେ ଜିନିଷ? କଣ ଲେଖା ହେଇଥିଲା? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଗ ପାହାଡିଆ କେଦାର ଗୋଟିଏ ପଦ ଗାଉଛି। ଏ ଗୋଟିଏ ପଦରେ ସୁନାଦାସ ପାଲା ଶେଷ, ଆଉ ନାହିଁ। କଲା ବିଖନ ଭଲ ଲେଖନ ବର୍ଣ୍ଣ ମୁଣ୍ଡ ପ୍ରଚଣ୍ଡା ନଳେ ଦ